ମନୁଷ୍ୟ ପରମେଶ୍ୱରଙ୍କ ଠାରୁ ସେ ଦୂରେଇ ଗଲା। ପୁନର୍ବାର ମନୁଷ୍ୟକୁ ଆଉ ଥରେ ପରମେଶ୍ୱର ନିକଟକୁ ଫେରେଇ ଆଣିବା ପାଇଁ ପରମେଶ୍ୱର ଯୋଜନା କରି ସୁସମାଚାର ପ୍ରଚାର ମାଧ୍ୟମରେ ମନୁଷ୍ୟ ହୃଦୟରେ ବିଶ୍ୱାସ ପ୍ରଦାନ କରି ସେମାନଙ୍କୁ ଫେରେଇ ଆଣିବା ପାଇଁ ଯୋଜନା କଲେ। ଆଉ ସେଇ ଯୋଜନାକୁ ସେ ଆରମ୍ଭ କଲେ ପୁରାତନ କାଳରୁ। ଆପଣ ଏଭ୍ରି ପୁସ୍ତକ ଏକ ପର୍ବରେ ଆପଣ ପଢିକରି ଦେଖିନେବେ ଯେ ସେପରି କିପରି ଭବିଷ୍ୟତ ବକ୍ତା ମାନଙ୍କ ମାଧ୍ୟମରେ ସେ ପରମେଶ୍ୱର ଆରମ୍ଭ କଲେ। ଆଉ ଶେଷ କାଳରେ ପରମେଶ୍ୱର ନିଜେ ଲେଖାଇଛି ଆପଣା ପୁତ୍ରଙ୍କ ଦ୍ୱାରା ବର୍ତ୍ତମାନ ସେ କଥା କହୁଛନ୍ତି। ଆଉ ସେଇ ପୁତ୍ର ଯେତେବେଳେ ଜଗତକୁ ଆସନ୍ତି ତାଙ୍କର ମୂଳ କାମ ଥିଲା ଯେ ବଳିଦାନ ଦେବା ଆଉ ମନୁଷ୍ୟ ଜାତି ପାଇଁ ମୂଲ୍ୟ ଦେଲେ। ଆଉ ମୂଲ୍ୟ ଦେଲା ପରେ ସିଏ ଏଇ ଜିନିଷଟାକୁ ମନୁଷ୍ୟ ପାଖରେ ପହଞ୍ଚେଇଲେ ଯେ ମନୁଷ୍ୟକୁ ଜଣେଇଲେ ଯେ ତୁମର ପାପ ଆଉ କେହି ବହି ନେଇଯାଇଛନ୍ତି। ଆଉ ତାକୁ ଜଣେଇବା ପାଇଁ ଜହନକୁ ପଠେଇଲେ ତା ପୂର୍ବରୁ। ଆଉ ଜହନ ଦେଖେଇଦେଲେ ଏଇ ହଉଛନ୍ତି ସେ ଈଶ୍ୱରଙ୍କର ମେଷ ଶାବକ ଯୀଶୁ ଖ୍ରୀଷ୍ଟଙ୍କୁ, ଈଶ୍ୱରଙ୍କ ପୁତ୍ରଙ୍କୁ, ଅର୍ଥାତ୍ ସର୍ବଶକ୍ତିମାନ ପରମେଶ୍ୱର ଯିଏ ଦେହବନ୍ତ ହେଲେ। ଜହନ ତାଙ୍କୁ ଦେଖେଇଦେଲେ ଏଇ ଦେଖ ଯିଏ ଜଗତର ପାପକୁ କଣ କରୁଛନ୍ତି ବହିକରି ନେଇଯାଆନ୍ତି। ଏଇ ହଉଛନ୍ତି ସିଏ ଜଗତର ପାପ ବହି ନେଇଯାଆନ୍ତି। ତ ଜଗତର ଯେ ପାପ ବହି ନିଆଯାଇଛି ଆଉ ମନୁଷ୍ୟକୁ ପାପର ପାଇଁ କୌଣସି ପ୍ରାୟଶ୍ଚିତ ଦେବାର ନାହିଁ এটা ଜଣେଇବା ପାଇଁ ପ୍ରାୟଶ୍ଚିତର ଅନେକ ବିଧି ବ୍ୟବସ୍ଥା ଥିଲା ଯେତେ ପର୍ଯ୍ୟନ୍ତ ପରମେଶ୍ୱର ଦେହବନ୍ତ ହେଇକରି ବଳିଦାନ ଦେଇନଥିଲେ। ପାପର ପ୍ରାୟଶ୍ଚିତ ନିମନ୍ତେ ଯୋଉ ବିଧି ବ୍ୟବସ୍ଥା ଦିଆଯାଇଥିଲା ସେଇଟା ପରମାନେଣ୍ଟଲି ପ୍ରାୟଶ୍ଚିତ ହେଇପାରୁନଥିଲା। ତେଣୁକରି ପରମେଶ୍ୱର ଗୋଟେ ପରମାନେଣ୍ଟ ନିତ୍ୟସ୍ଥାୟୀ ବଳିଦାନ ରୂପରେ ସେ ଆପଣାକୁ ଦେଲେ ଯେପରି ମନୁଷ୍ୟ ତାର ପାପର ପାଇଁ ଆଉ କୌଣସି ପ୍ରାୟଶ୍ଚିତ ଦେବାକୁ ପଡିବ ନାହିଁ। କେବଳ ତାଙ୍କଠାରେ ସେ ବିଶ୍ୱାସ କରିବ ଯେ ପରମେଶ୍ୱର ମୋର ପାଇଁ ଦେହବନ୍ତ ହେଲେ ସିଏ ହଉଛନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆଉ ମୋର ପାପ ପାଇଁ ସେ ବଳିକୃତ ହେଇଛନ୍ତି। ଯେତେବେଳେ ସେ ବିଶ୍ୱାସ କରେ ଆଉ ନିଜର ପାପ ଦୋଷ ଦୁର୍ବଳତାକୁ କନଫେସ କରେ, ସ୍ୱୀକାର କରେ ତାଙ୍କ ପାଖରେ, ଯେତେବେଳେ ସେ ସ୍ୱୀକାର କରେ ପ୍ରାର୍ଥନା କରେ ପ୍ରଭୁଙ୍କ ପାଖରେ ତାର ଅଧର୍ମକୁ ପରମେଶ୍ୱର କ୍ଷମା ଦିଅନ୍ତି। ଆପଣମାନେ ଜାଣିଥିବେ ତାର ଅଧର୍ମକୁ ପ୍ରଭୁ କ୍ଷମା କରିଦିଅନ୍ତି। ଆଉ ତାପରେ ଯେତେବେଳେ ସେ ଫେରେ ତାପରେ ସେ କଣ ହୁଏ ନା ସେ ବାପ୍ତିଜିତ ହୁଏ। ସେ ବାପ୍ତିଜିତ ହୁଏ। ଆଉ ବାପ୍ତିଜିତ ହେଲା ପରେ ପରମେଶ୍ୱର ପ୍ରତିଜ୍ଞା କରିଛନ୍ତି ତାକୁ ପବିତ୍ର ଆତ୍ମା ଦେବି। ପବିତ୍ର ଆତ୍ମା କଣ ପାଇଁ ଦେବି ଲେଖା ଅଛି ସେ ପବିତ୍ର ଆତ୍ମା ଆସିଲେ କଣ କରିବେ ସବୁ ମୁଁ ଯୋଉ ଯୋଉ କଥା ତୁମକୁ କହିଛି ଶିଖେଇବେ। ଖାଲି ଶିଖେଇବେ ନାହିଁ ତୁମକୁ ଚଲେଇବେ। ତ ପବିତ୍ର ଆତ୍ମା ଆମକୁ ଚଲେଇବେ ଆଉ ଶିଖେଇବେ। ପବିତ୍ର ଆତ୍ମା ହଉଛନ୍ତି ଆମର ସେଇ ପ୍ରଧାନ ପାଳକ, ଶିକ୍ଷକ, ଗୁରୁ, ଶିକ୍ଷା ଚେତନା ଦେଇକରି ସେ କଢେଇ ବି ନିଅନ୍ତି ଆମ। ତେବେ ଆମର ପ୍ରଶ୍ନ ଉଠୁଥିବ ଯେ ତାହେଲେ ଆପଣ ଆଜ୍ଞା କଣ ଶିକ୍ଷା ଦଉଛନ୍ତି ଏଠି କଣ କରୁଛନ୍ତି? ହଁ ନିଶ୍ଚୟ ପ୍ରଶ୍ନ ଉଠିବା କଥା ସ୍ୱାଭାବିକ। ତେଣୁକରି ସିଏ ହଉଛନ୍ତି ଆତ୍ମା ଅଦୃଶ୍ୟ। ଆଉ ସେ ଅଦୃଶ୍ୟ ଆତ୍ମା କଣ କରନ୍ତି ଆମ ମଧ୍ୟରୁ କୌଣସି ମନୁଷ୍ୟ ମାନଙ୍କୁ ପରମେଶ୍ୱର ଛିଡା କରିକିରି ସେଇ ଆତ୍ମା ତାଙ୍କ ଦେଇକିରି ପରମେଶ୍ୱର କଣ କରନ୍ତି ସେ କଥା କହିଥାନ୍ତି। ତେଣୁକରି ଗୋଟେ ମନୁଷ୍ୟକୁ ଆମେ ଦେଖିଥାଉ ଆଉ ସିଏ ଆମର ସେବକ ପାଳକ ଆମକୁ ଆମ ଶିକ୍ଷାଦାତା ବୋଲିକି ଆମେ କହୁଛୁ। କିନ୍ତୁ ମୂଳ ଶିକ୍ଷାଦାତା ପ୍ରଧାନ ପାଳକ ଶିକ୍ଷକ ହଉଛନ୍ତି ପବିତ୍ର ଆତ୍ମା।